ଔପଦା ଜାତୀୟ କଂଗ୍ରେସ ଦଳର ନୂତନ ବ୍ଲକ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଜାତୀୟ କଂଗ୍ରେସ ଦଳର ନୂତନ ବ୍ଲକ ସଭାପତିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଔପଦା ବ୍ଲକର 11 ଗୋଟି ପଞ୍ଚାୟତ ଆଗ ଧାଡ଼ିର ସମସ୍ତ କର୍ମୀମାନେ ଉପସ୍ଥିତ ରହିଥିଲେ। ଏହି ସଭାରେ ପୂର୍ବତନ ବ୍ଲକ ସଭାପତି ଶ୍ରୀଯୁକ୍ତ ଗଦାଧର ପରିଡ଼ା ସଭାପତିତ୍ୱ କାର୍ଯ୍ୟ କରିଥିବା ବେଳେ ଉପାଧ୍ୟକ୍ଷ ପ୍ରଭାକର ସାହୁ, ଅବସର ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ, ଅନୁସୂଚିତ ଜାତିର ସଭାପତି ବିକାଶ କୁମାର ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଦାସ, ନବନିଯୁକ୍ତ ହୋଇଥିବା ସଭାପତି ବସନ୍ତ କୁମାର ଦାସ ଉପସ୍ଥିତ ରହି ଔପଦା ବ୍ଲକରେ କଂଗ୍ରେସ ଦଳକୁ କିଭଳି ସଂଗଠିତ କରିପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଆୟୋଜିତ ହୋଇଥିବା ସଭାରେ ସଭାପତିଙ୍କ ସମ୍ବର୍ଦ୍ଧନା ସଭା ଦଳର କର୍ମୀ ସମର୍ଥକମାନେ ଉପସ୍ଥିତ ରହିଥିଲେ। ନୂତନ ସଭାପତିଙ୍କୁ କର୍ମୀମାନେ ନାରାବାଜି କରି ଭବ୍ୟ ସ୍ୱାଗତ ଜଣାଇଥିଲେ। ପାରମ୍ପରିକ ଉପହାର ଦ୍ୱାରା ସମ୍ମାନିତ କରିଥିଲେ। ଅବସରରେ ନୂତନ ସଭାପତି ଦଳର ଆଗାମୀ ଯୋଜନା, ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ କର୍ମଚାରୀମାନଙ୍କୁ ଆହ୍ୱାନ କରିଥିଲେ। ଔପଦାରୁ ରାଜେଶକରଙ୍କ ରିପୋର୍ଟ। ମୁଁ ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ଔପଦା ବ୍ଲକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ, ପ୍ରଦେଶ କଂଗ୍ରେସର ପୂର୍ବତନ ସଭ୍ୟ ଆଉ ଔପଦା ବ୍ଲକର ମାନେ ସମିତିର ଅଧ୍ୟକ୍ଷ ଥିଲେ। ଆଜି ଆମର ନୂତନ ନବନିଯୁକ୍ତ ବ୍ଲକ ସଭାପତି ବସନ୍ତ କୁମାର ଦାସ ହେଲେ ଏବଂ ବିଦାୟୀ ସଭାପତି ଯେ ଗଦାଧର ପରିଡ଼ା, ୟାଙ୍କୁ ସମ୍ବର୍ଦ୍ଧନା ଦିଆଗଲା, ନବନିଯୁକ୍ତ କରାଗଲା, ୟାଙ୍କୁ ମଧ୍ୟ ବିଦାୟ ସମ୍ବର୍ଦ୍ଧନା ଦିଆଗଲା। ତା ସହିତ ସବୁ ଏଇ 6ଟା ପଞ୍ଚାୟତ 11ଟା ପଞ୍ଚାୟତ ସବୁ ମୁଖ୍ୟ କର୍ମୀମାନେ ଡକା ହେଇଥିଲା। ସେ ପରିଚିତ ହେବା ପାଇଁ ନୂଆ ସଭାପତି ତାଙ୍କ ସହ ପରିଚୟ ହେଲେ, ସଂଗଠନ କିପରି ମଜବୁତ ହେବ ସେ ପାଇଁ ଆଲୋଚନା କରାଗଲା। ବସନ୍ତ କୁମାର ଦାସ, ଔପଦା ବ୍ଲକର ନୂତନ କରି ଆସିଥିବା ସଭାପତି। ମୁଁ ଔପଦା ବ୍ଲକର ଯେଉଁ ଗୁରୁଜନ ମାନେ ଏବଂ ଔପଦା ବ୍ଲକର କଂଗ୍ରେସର ଯେଉଁ କର୍ମକର୍ତ୍ତା ମାନେ ଯାହାଙ୍କର ଭଲ ପାଇବାରେ ମୋତେ ଆଜି ସଭାପତି ପଦ ମିଳିଛି, ମୁଁ ତାଙ୍କୁ ସମ୍ମାନ ଦେଉଛି, କୃତଜ୍ଞତା ଜଣାଉଛି ଏବଂ ଔପଦା ବ୍ଲକରେ ଆଗକୁ କେମିତି କଂଗ୍ରେସ ସକ୍ରିୟ ହୋଇପାରିବ ତା ମୁଁ ପୂର୍ଣ୍ଣ ଭାବରେ ଚେଷ୍ଟା କରିବି। ଔପଦା ବ୍ଲକ 11ଟି ପଞ୍ଚାୟତ, 6ଟା ପଞ୍ଚାୟତ ଆମ ଜୋନ୍ 1, ଜୋନ୍ 2ର 5ଟି ପଞ୍ଚାୟତ, 6ଟି ପଞ୍ଚାୟତର କଂଗ୍ରେସର ସ୍ଥିତି ମଜବୁତ ଥିବା ବେଳେ ଜୋନ୍ 2 5ଟି ପଞ୍ଚାୟତ ଟିକେ କମ୍ ଅଛି। ଦେଖାଯାଉ, ଚେଷ୍ଟା କରାଯିବ। ଆଗାମୀ ଦିନରେ ମୁଁ ସେ 5ଟି ପଞ୍ଚାୟତକୁ ନେଇ ଏକ ବଡ଼ ଧରଣର ସଭା କରିବି ଏବଂ ସେଠାରେ କଂଗ୍ରେସକୁ ଉଜ୍ଜୀବିତ କରି ଏବଂ ଔପଦା ବ୍ଲକରେ କେମିତି ଆମେ ସଭାପତି ଯେଉଁ ପଦର ମର୍ଯ୍ୟାଦା ରଖି ଔପଦା ବ୍ଲକର ଆଗାମୀ ଦିନରେ କଂଗ୍ରେସକୁ ସକ୍ରିୟ କରିବି, ସେଥିପାଇଁ ମୁଁ ଆଶା ପ୍ରକଟ କରୁଛି।